ନରକିନ୍ନର ଉପନ୍ୟାସର ପରିଚ୍ଛେଦ 2। ଘରୁ ଗୋଡ଼ କାଢ଼ିବାର ପର ମୁହୂର୍ତ୍ତରେ ଯେଉଁ ସମସ୍ୟାଟି ଅତି ଭୟଙ୍କର ଭାବେ ଦେଖାଦିଏ, ପ୍ରଥମ ଗୋଟାଏ ଦିନ ଗୋଟାଏ ରାତି ତାର କଟିଗଲା ଭୋକ ଉପାସରେ। କିନ୍ତୁ ପରଦିନ ସକାଳୁ ସେ ଏପରି ମର୍ମାନ୍ତିକ ଯନ୍ତ୍ରଣା ଅନୁଭବ କଲା ଯେ, ସେ ଦେଖିଲା ମଣିଷ ପ୍ରତି ତାର ସମସ୍ତ ଅଭିଯୋଗ ସତ୍ତ୍ୱେ ସେ ପୁଣି ଟାଣି ହୋଇଯାଉଛି ସେଇମାନଙ୍କ ଆଡ଼କୁ। ଆଉ ସେହି ଟାଣି ହୋଇଯିବାର ମୂଳରେ ରହିଥିଲା ଗୋଟିଏ କଥା, ଖାଇବା। ସେହି ଗୋଟିଏ ବିଷୟ ବ୍ୟତୀତ ଅନ୍ୟ କୋଉ ବିଷୟରେ ଚିନ୍ତା କରିବାର ବେଳ ବା ବଳ ମଧ୍ୟ ଆଉ ନଥିଲା। ସେ ଧୀରେ ଧୀରେ ଉଠିବାକୁ ଚେଷ୍ଟା କଲା ଓ ସେତିକିବେଳେ ସେ ଆବିଷ୍କାର କଲା ଯେ, ଗତ ଦିନର ଅଭିମାନର ବଳ କୁଆଡ଼େ ତା'ଠାରୁ ଉଭେଇ ଗଲାଣି ଗୋଟାଏ ରାତି ଭିତରେ। ହୁଏତ ସେଗୁଡ଼ିକ ଉଭେଇ ଯାଇ ନଥିଲା, ବରଂ ଓହ୍ଲେଇ ଯାଇ ସେଗୁଡ଼ିକ ଠୁଳ ହୋଇଥିଲା ମାତ୍ର ଗୋଟିଏ ବିନ୍ଦୁରେ। ମନର ଝଙ୍କା ବରଗଛର ଡାହି ତଳୁ ଅଭିମାନର ଶିଅଗୁଡ଼ାକ କଟିଗଲା ପରେ ଓ ସେଇ ଡାହିଗୁଡ଼ିକର ମଞ୍ଜ ଭିତରୁ ସେଇ ପରିଚିତ ମଡ଼ମଡ଼ ଶବ୍ଦଗୁଡ଼ିକ ଆରମ୍ଭ ହେବା ପୂର୍ବରୁ ପେଟ ଯେତେ ଯେତେ ହାଁ ହାଁ ହେବାକୁ ଲାଗେ, ଆଖି ସେତିକି ଆବିଷ୍କାର କରେ ବାସ୍ତବ ଜଗତକୁ। ଦେ, ଖାଦ୍ୟ ଦେ। ପେଟ ଭିତରେ ଜୀବନ ଗଁ ଗଁ ହେଇ ଉଠେ। ତାର ଉତ୍ତର ମିଳେ ଆଖି, ନାକ, କାନ ଇନ୍ଦ୍ରିୟଗଣଙ୍କଠାରୁ। ହୁଏତ ପେଟଟାଇ ଜ୍ଞାନର ସର୍ବବୃହତ୍ ଅନୁପୂରକ। ଜର୍ଜର ପାଦ ଟଳୁଥିଲା, କିନ୍ତୁ ଏକଲକ୍ଷ ହୋଇଥିବାରୁ ସେ ଚାଲିପାରୁଥିଲା। ସହରର ଦୋକାନ ବଜାର ଏପର୍ଯ୍ୟନ୍ତ ଖୋଲି ନଥିଲା। ଦୋକାନ ପିଣ୍ଡାରେ ମୁହଁ ଦିହ ଘୋଡ଼େଇ ହେଇ ଏପର୍ଯ୍ୟନ୍ତ ଶବଗୁଡ଼ାକ ପଡ଼ି ରହିଥିଲେ। ପେଟରେ ସେମାନଙ୍କର ପୂର୍ବ ରାତିର ଯଥେଷ୍ଟ ଖାଦ୍ୟ ସଞ୍ଚିତ ଥିଲା ନିଶ୍ଚୟ, ନଚେତ୍ ଏପର୍ଯ୍ୟନ୍ତ କିଆଁ ଜୀବ ପାଇ ଉଠି ନଥିଲେ ସେମାନେ। ଜର୍ଜ କିନ୍ତୁ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଅନୁଭବ କରୁଥିଲା ତାର ପେଟ ଭିତରେ। ମୂଳ ରାସ୍ତା ଛାଡ଼ି ଏଥର ଗୋଟିଏ ଗଳି ଭିତରକୁ ଯାଇ ସେ ଖାଦ୍ୟର ଅନ୍ୱେଷଣ କଲା। ଅଳ୍ପ ଦୂର ଯିବା ପରେ ପ୍ରଥମ ଥର ପାଇଁ ଖାଦ୍ୟର ଗୋଟାଏ ପାଗଲକରା ବାସ୍ନା ସେ ଅନୁଭବ କଲା। ସେ ବାସ୍ନା ନାକ ବାଟେ ରକ୍ତକୁ ପଶିଯାଇ ତାକୁ ଏପରି ଚମକାଇ ଦେଲା ଯେ, ପେଟ ଭିତରେ କିଏ ଗୋଟାଏ ବାରମ୍ବାର ଗୋଇଠା ମାରିବାକୁ ଆରମ୍ଭ କରିଦେଲା। ତାପରେ ନାକ ହିଁ ବାଟ କଢ଼େଇ ଘେନିଗଲା ତାକୁ ଅବଶିଷ୍ଟ ବାଟ। ସେ ବାଟ ଖୋଜିବା ପାଇଁ ଦୃଷ୍ଟି ବା ଦର୍ଶନର ଆବଶ୍ୟକତା ଆଉ ନଥିଲା। ଅଳ୍ପ ଦୂର ଯାଇ ଜର୍ଜ ଠିଆ ହେଲା ଗୋଟାଏ କାଠ କ୍ୟାବିନ୍ ଦୋକାନର ଓଳି ତଳେ। ଟିକିଏ ଦୂର ଛଡ଼ା ହେଇ ସେ ଠିଆ ହେଲା, କାରଣ କ୍ୟାବିନ୍କୁ ଘେରି ପଞ୍ଝାଏ ଲୋକ ଟାକି ବସିଥାନ୍ତି। ସେଥିରୁ କେତେଜଣ କ୍ୟାବିନ୍ ଭିତରେ ପଡ଼ିଥିବା ଗୋଟାଏ ଘୋଡ଼ଚି ବା ବେଞ୍ଚ ଉପରେ ବସିଥାନ୍ତି। ଆଉ କେତେଜଣ କ୍ୟାବିନ୍ ଓଳି ତଳକୁ ଲାଗି ଲମ୍ବ ହେଇ ପଡ଼ିଥିବା ଖଣ୍ଡେ ଶୁଖିଲା କାଠ ଗଣ୍ଡି ଉପରେ ବସି ଉପରକୁ ଚାହିଁ ନାକେଇଥାନ୍ତେ। କ୍ୟାବିନ୍ର ଗୋଟିଏ କଣକୁ ଗୋଦରି ମାଇକିନିଆଟିଏ ହୁତ୍ ହୁତ୍ ହୋଇ ଜଳୁଥିବା ଗୋଟାଏ ଡାହାଣିଆ କୋଇଲା ଚୁଲିକୁ ସମ୍ପୂର୍ଣ୍ଣ ଆବୋରି ବସିଥାଏ ଓ ଗୋଟିଏ ଆଖିରେ ଗରାଖମାନଙ୍କୁ ନିଘା କରି ଅନ୍ୟ ଆଖିରେ ସେ ଚୁଲି ଉପରେ ସିଝୁଥିବା ଜିନିଷଟିକୁ ଲକ୍ଷ୍ୟ କରୁଥାଏ। ଜର୍ଜ ଠିଆ ହେଲା। ଗୋଟାଏ ମୁହୂର୍ତ୍ତ ପାଇଁ ତା ପେଟର ନିଆଁଟା ଦପ୍ କରି ଲିଭିଗଲା। ଏତେଗୁଡ଼ାଏ ମଣିଷଙ୍କର ଏକାଠି ହୋଇଥିବା ସେ ଭୟଙ୍କର ଦୃଶ୍ୟଟା ପିଲାଟା ଆଡ଼କୁ ହାଁ ହାଁ ହେଇ ମାଡ଼ି ଆସିଲା। ଜର୍ଜ ହଡ଼ବଡ଼େଇ ଗଲା। ଆଗକୁ ବଢ଼ିବାକୁ ତାର ସାହସ ଆଉ କୁଳେଇଲା ନାହିଁ। କିନ୍ତୁ ତାକୁ ବଢ଼ିବାକୁ ହିଁ ହେବ। ପଛରେ ତାର ସବୁ ଥିଲା ଶୂନଶାନ୍। ଗୋଟିକିଆ ମଣିଷର ସଂସାର ଆଉ ପଛରେ ନଥିଲା। ପିଲାଟାର ପାଦ ଆପଣା ଛାଏଁ ଆଗକୁ ଉଠିଲା। ଲିଭି ଯାଇଥିବା ନିଆଁ ପେଟ ଭିତରେ ପୁଣି ଜଳି ଉଠିଲା ଦପ୍ ଦପ୍। ସାହସ ବାନ୍ଧି ଓଳିତଳ ପର୍ଯ୍ୟନ୍ତ ଚାଲିଗଲା ଟୋକାଟା। ବର୍ତ୍ତମାନ ଆସି ପହଞ୍ଚିଲା ଆଉ ଗୋଟାଏ ସମସ୍ୟା। ପାଟି ଫିଟାଇବାକୁ ହିଁ ହେବ। ପାଟି ନ ଫିଟିବା ପର୍ଯ୍ୟନ୍ତ ଏ ସଂସାର କାହାରିକୁ ଶୁଣିବ ନାହିଁ। ଏ ସଂସାର ମୌନ ମୁହାଁ ପୋତାମୁହାଁଙ୍କ ପାଇଁ କ୍ୱଚିତ୍। ଏ ସଂସାର ମୁହଁ ଆଉ ପାଟିର ସଂସାର। କ୍ୟାବିନ୍ ଓଳି ତଳେ ଠିଆ ହୋଇ ଜର୍ଜ ଚାରିଆଡ଼କୁ ଚାହୁଁଥାଏ। ଆଗରେ ଛଟା ଗାଳି ପଡ଼ିଥାଏ ସଂସାର। ଆ ଆ ପାଖକୁ ଟିକିଏ ଆ। ହେଇ ଦେଖ୍, ନଖ ନାଇଁ, ଦାନ୍ତ ବି ନାଇଁ, ପାଖକୁ ଆ, ଦେଖ୍ ଭଲ କରି। ସେ ଲାଙ୍ଗୁଡ଼ ହଲେଇ ଡାକୁଥାଏ। ଜର୍ଜ ପାଖକୁ ଲାଗି ଯାଉଥାଏ। ତାର ଚୁଲି ଉପରର ଜିନିଷଟି ସେଁ ସେଁ ହେବାକୁ ଆରମ୍ଭ
କରିଦେଇଥିଲା। କିନ୍ତୁ ସେ କିଛି କହିବା ପୂର୍ବରୁ ଅନ୍ୟାନ୍ୟ ସବୁ କିଛି କଥା ସ୍ପଷ୍ଟ ହୋଇଯାଇଥିଲା। ତା'ର ଚାରିପାଖେ ବେକ ମୁଣ୍ଡରେ ସେଇ ରୁକ୍ଷ ହାତଟାର ସ୍ପର୍ଶ ଯେତେ ଭୟଙ୍କର ଜଣାଯାଉ ନଥିଲା, ତା ଅପେକ୍ଷା ଅଧିକ ଭୟଙ୍କର ଆଉ ବିକଟ ଶୁଣାଯାଉଥିଲା ସେଇ ହସଗୁଡ଼ାକ। ପେଲି ହେଇ 2-4 ହାତ ଦୂରରେ ଛିଟ୍କି ପଡ଼ି ଜର୍ଜ ଚାରିଆଖି ହେଇ ଚାହିଁଲା ତା'ର ଆକ୍ରମଣକାରୀର ମୁହଁକୁ। ଲୋକଟା ରାଗି ନଥିଲା ଆଦୌ, ବରଂ ଖେଁ ଖେଁ ହେଇ ସେ ହସୁଥିଲା। ଟୋକାଟାକୁ ଏମିତି ଚମକେଇ ଦେଇ ପାରିଚି ବୋଲି କେବଳ ସେତିକି ନୁହେଁ, ତା' ହସରେ ଏମିତି କ'ଣ ମଜା ଥିଲା କେଜାଣି? ଅନ୍ୟାନ୍ୟ ଲୋକ ବି ଯୋଗ ଦେଇଥିଲେ ସେଇ ରହସ୍ୟରେ। ଜର୍ଜର ମୁହଁ କଳା ପଡ଼ିଯାଇଥିଲା ମଧ୍ୟ ସେ କାନ୍ଦୁ ନଥିଲା। କିଏ ଗୋଟାଏ ଜୋର କରି ତା'ର ତଣ୍ଟିକୁ ଧରି ନେଇଥିଲା, ତାକୁ କନ୍ଦେଇ ଦଉ ନଥିଲା। ଟୋକାଟା କେବଳ ବଲ ବଲ କରି ଚାହୁଁଥାଏ ସମସ୍ତଙ୍କ ମୁହଁକୁ। କିନ୍ତୁ ଏତିକିବେଳକୁ ଗୋଟିଏ ଅଦ୍ଭୁତ ସ୍ୱର କୋଉଠୁ ବାହାରିଲା ହଠାତ୍ ସବୁ ଚୁପ୍ଚାପ୍ ହୋଇଗଲା। ଖେଁ ଖେଁ ହସଗୁଡ଼ାକ ମରିଗଲା। ଜଣେ ଅଧେ ଖଙ୍କାର ଖାଇ ଗଳା ସଫା କଲେ। ଜର୍ଜ ବୁଝିପାରିଲା ନାହିଁ। ସେ କେବଳ କୋଇଲା ଚୁଲି ଭିତରଟାକୁ ହିଁ ଲକ୍ଷ୍ୟ କଲା। ତା'ର ମନେହେଲା ସତେକି ସେଇ କୋଇଲା ଚୁଲି ଭିତରେ କିଛି ଶକ୍ତି ରହିଛି। ତାରି ଭିତରୁ ସେଇ ଅଦ୍ଭୁତ ସ୍ୱରଟା ଉଠି ସମସ୍ତଙ୍କୁ ଥଣ୍ଡା କରିଦେଲା। କିନ୍ତୁ ପରେ ପରେ ଜର୍ଜର ସେ ଧାରଣା ପରିଷ୍କାର ହେଲା। ସେଇ ଗୋଦରୀ ବୁଢ଼ୀଟାକୁ ଚାହିଁ ଦେବା ମାତ୍ରେ ସେ ବୁଝିନେଲା ସେଇ ଅଦ୍ଭୁତ ସ୍ୱରଟା କାହାର ବୋଲି। ଜର୍ଜ ବୋକାଙ୍କ ଭଳି ଅନେଇଥାଏ ବୁଢ଼ୀ ମୁହଁକୁ। ବୁଢ଼ୀର ଆଖି କିନ୍ତୁ ଟୋକା ଉପରେ ନଥାଏ। ସେ ସେମିତି ଲୟ ରଖି ଦୁଇଟି ଜିନିଷକୁ ତା'ର ଚାହୁଁଥାଏ। ଗୋଟିଏ କଡ଼େ ଗରାଖ, ଆଉ ଅନ୍ୟ କଡ଼େ ଚୁଲି ଓ ଚୁଲି ଉପରେ ସିଝୁଥିବା ଜିନିଷଟି। ତା' ଛଡ଼ା ତା' ହାତରେ ଲୁହା ଖଡ଼ିକା ଖଣ୍ଡକ ମଧ୍ୟ ଦୁଇଆଡ଼କୁ ଲକ୍ଷ୍ୟ ରଖିଥାଏ। ବେଳେବେଳେ ସେ ଚୁଲି ଉପରେ ସିଝୁଥିବା ସେଇ ଜିନିଷଟିକୁ କେଞ୍ଚି ଦେଉଥାଏ, ଆଉ ଅନ୍ୟବେଳେ ଗରାଖମାନଙ୍କ ଆଡ଼କୁ ମୁହଁ କରି ସେ ମୁଣ୍ଡ ହଲାଉଥାଏ। ସେଇ ଆଙ୍କୁଶିଟିକୁ ନଜର ରଖି ଗରାଖ ବସି ରହିଥାଏ। ଜର୍ଜ ପୁଣି ଚାହିଁଲା ତା'ର ଆକ୍ରମଣକାରୀକୁ। ଦେଖିଲା ଲୋକଟି ଚୁପ୍ ହୋଇଯାଇଛି। ହଠାତ୍ ଜର୍ଜ ପେଟ ଭିତରଟା ପୁଣି ଥରେ ଗୋଳେଇ ଘାଣ୍ଟି ହୋଇ ଉଠିଲା। ସମସ୍ତେ ଚୁପ୍ ହୋଇ ବସିଥିଲେ। ଟୋକାଟା ଆଉ ସମ୍ଭାଳି ପାରିଲା ନାହିଁ। ସେ ପୁଣି ଉଠି ଠିଆ ହେଲା। ଏଥର ଜବରଦସ୍ତି ସେ ଚୁଲି ଆଡ଼କୁ ଭିଡ଼ିଯାଇ ସେଇ ଚୁଲିକୁ ଶୁଣେଇ ଶୁଣେଇ କହିଲା, ମୋତେ ଭାରି ଭୋକ। 2 ଦିନ ହେବ ଖାଇନି। ଦେ ଖାଇବାକୁ ମୋତେ। ଚୁପ୍। ଜର୍ଜ କାବା ହୋଇ ଚାହିଁଲା ଚୁଲି ଆଡ଼କୁ। ତା'ର ମନେହେଲା ଯେମିତି ଚୁଲି ଉପରେ ସିଝୁଥିବା ସେଇ ଜିନିଷଟି ଦେହରୁ ଫୁଟି ବାହାରି ଆସିଲା ଫସ୍ କିନା ପୁଳାଏ ବାମ୍ଫ ମିଶା ପବନ। ବ, ସେଇଠି ଯାଇ ବ। ବୁଢ଼ୀ ତା' ଲୁହା ଖଡ଼ିକା ଉଠେଇଲା। କେଳାର କାଉଁରୀ କାଠି ଭଳି ଗୋଟାଏ ଚକ୍କର କାଟିଲା ଲୁହା ଖଡ଼ିକାଟା। ତା'ପରେ ସେ ସ୍ଥାନ ନିର୍ଦ୍ଦିଷ୍ଟ କରିଦେଲା ଜର୍ଜ ପାଇଁ। ସଖୀ କଣ୍ଢେଇଟିଏ ଭଳି ଜର୍ଜ ଯାଇ ବସିପଡ଼ିଲା ସେଇ ନିର୍ଦ୍ଦିଷ୍ଟ ଜାଗାରେ। ବୁଢ଼ୀ ସେମିତି ଦ୍ୱିକର୍ମକ ଭାବେ ଅନେଇଥାଏ, ଅଧେ ଚୁଲି ଉପରକୁ, ଆଉ ଆର ଅଧକ ଗରାଖମାନଙ୍କ ଆଡ଼କୁ। ଅନ୍ୟମାନଙ୍କ ସଙ୍ଗେ ବସି ଜର୍ଜ ଗୋଟାଏ ଗରାଖ ପାଲଟିଗଲା। ଟୋକାଟାର ଅନଧିକାର ପ୍ରବେଶକୁ ସହ୍ୟ କରି ନପାରି, ଅଥଚ ବୁଢ଼ୀର ଭୟରେ କିଛି ପ୍ରତିବାଦ କରିବାକୁ ସାହସ ନ କରିପାରି ଗରାଖମାନଙ୍କ ଭିତରୁ ଜଣେ କିଏ ଭୟଙ୍କର କାଶି ଉଠୁଥାଏ। କିନ୍ତୁ ହଠାତ୍ ସେ କାଶ ବନ୍ଦ ହୋଇଗଲା। ପୁଣି ଥରେ ଉଠିଲା ବୁଢ଼ୀର ଲୁହା ଖଡ଼ିକା। ତୁ ବୀର, ଭାରି ଜଣେ ତୁ। ମୁଁ ତୋତେ ପରା ଜାଣେ। ମୋ ଗରାଖ କେମିତି ଭାଙ୍ଗୁ, ତୋ ଇଚ୍ଛା ଏଇଆ। କିଏ ତୋ ଗରାଖ ଭାଙ୍ଗୁଛି ବା? ତୋ ମନ ଯେତେ ପାରେ ସେତେ ଗରାଖ ରଖୁନାହୁଁ। କିଏ ମନା କରୁଛି? ଆଣ ଆଗେ ଖାଇବାକୁ ଦେ, ପରେ ସେସବୁ କଥା। ମୁଁ ଆଗ ଆଇଚି, ମୁଁ ଆଗେ ଖାଇବି। କ୍ୟାବିନ୍ ଭିତରେ ଜମି କରି ବସିଥିବା ଗରାଖମାନଙ୍କ ଭିତରୁ ଜଣେ କିଏ ଆକ୍ରମଣକାରୀ ବୀରର ପଟ ନେଇ କହିଲା। ଜର୍ଜର ଆଖି କ୍ୟାବିନ୍ ଭିତରକୁ ବୁଲିବା ପୂର୍ବରୁ ଲୁହା ଖଡ଼ିକାଟା ଗୋଟାଏ ଶବ୍ଦଭେଦୀ ବାଣ ଭଳି ବୁଲି ଯାଇଥିଲା। ଓ, ତୁ ଆଗେ ଆଇଚୁ ନା ଅଳପେଇଷ? ଆଗେ ଯଦି ଆଇଚୁ ଆଗେ ତ ଯିବୁ। କାହାର ଗରଜ ନାହିଁ ତୋତେ ରଖିବ। 3 କୋଡ଼ି ବରଷ ତ ଏ ସଂସାରରୁ ଖାଇଲୁଣି। ଆଉ କେତେ ଖାଇବାକୁ ମନ ତୋର? ପେଟୁ, ପେଟାଷଣ୍ଢ, ସକାଳୁ ସକାଳୁ କଜିଆ କରିବାକୁ ତିଆର। ଅଳପେଇଷ, ସିଂହ ଘଷି ହେଉଛି ମୋଟେଇ, ଆଉ କାହାଠେଇଁ ଘଷିବ? କ୍ୟାବିନ୍ ଓଳିତଳୁ ଗୋଟାଏ ଟୋକା ଗରାଖ ଦାନ୍ତ ନିକୁଟି ଅନେଇଲା ବୁଢ଼ୀକୁ। ତା' ଦାନ୍ତ ନିକୁଟିବା ବାଗରୁ ସେ ବାରି ହେଇ ପଡ଼ୁଥିଲା
ପଡ଼ୁଥିଲା ଅନ୍ୟ ସମସ୍ତଙ୍କଠାରୁ। ଭାରି ରସିକ ଟୋକାଟାର ବୁଦ୍ଧିଆ କଥାଟାକୁ ତାରିଫ କରି ଅନ୍ୟ ଗରାଖମାନେ ଦାନ୍ତ ନିକୁଟିବାକୁ ଆରମ୍ଭ କରିଦେଇଥିଲେ। ଚୁପ୍! ପୁଣି ସେମିତି ଗୋଟାଏ ବାମ୍ଫ ମିଶା ଫୋଟକା ଶବ୍ଦ। ସାଙ୍ଗେ ସାଙ୍ଗେ ଶିକଲ ଖସି ପଡ଼ିଲା ସେଇ ରସିକ ଟୋକାଟାର ମୁହଁରୁ। ସେ ଆଖି ମିଟି ମିଟି କରି ହସୁଥାଏ, କିନ୍ତୁ ବୁଢ଼ୀର ଚୁପ୍ ଶବ୍ଦଟା ତା ଉପରେ ଠିକ୍ କାମ କରି ଦେଖେଇଥାଏ। ସେଇ ଗଜା ଟୋକାଟାକୁ ଚୁପ୍ କରେଇ ଦେଇ ବୁଢ଼ୀ ଟିକିଏ ଖୁସି ହେଲା। ଜର୍ଜ ବୁଢ଼ୀ ମୁହଁକୁ କଣେଇ କଣେଇ ଚାହୁଁଥାଏ। ସ୍ତ୍ରୀଲୋକ ବୋଲି ସଂସାରର ଏଇ ଅଦ୍ଭୁତ ଜୀବଗୁଡ଼ାଙ୍କୁ ଏତେ ପାଖରୁ ସେ କେବେ ଦେଖି ନଥାଏ ତା'ର ଜୀବନରେ। ବୁଢ଼ାଠାରୁ କିନ୍ତୁ ସେ ଶୁଣିଥିଲା ଅନେକ ଗପ ଏଇମାନଙ୍କ ବିଷୟରେ। ତା ଛଡ଼ା ସେଇ ଯେ ତା'ର ରବର କଣ୍ଢେଇଟିକି ଛଡ଼େଇ ନେଇ ଯାଇଥିଲା ଘର ଛାଡ଼ିବା ବେଳେ, ସେ ଥିଲା ତା'ର ଜୀବନର ପ୍ରଥମ ଭେଟ କୌଣସି ସ୍ତ୍ରୀଲୋକ ସାଙ୍ଗରେ। ଆରେ ବାପ୍ରେ ବାପ୍! ଟୋକାଟାର ଦିହ ଥରି ଉଠିଲା। ସେ ଚମକି ଉଠି ଚାରିଆଡ଼କୁ ଚାହିଁଲା। ଟିକିଏ ଆଶ୍ୱସ୍ତ ହେଲା। ଚୋର ବୋଲି ଆଉ କେହି ତା ପଛରେ ଗୋଡ଼ାଇ ନଥିଲେ। ବୋଧହୁଏ ବୁଢ଼ାକୁ ନେଇ ସେମାନେ କବର ଦେଇ ସାରିବେଣି। ଜର୍ଜର ଖିଆଲଟା ପଛକୁ ଚାଲି ଯାଉଥିଲା। ଠିକ୍ ଏତିକିବେଳେ ସେଇ ଗୋଦରୀ ମାଇକିନାଟାର କଣା ଆଖିଟା ତା ଆଖିରେ ମିଶିଗଲା। ଚାଉଁକିନା ଲାଗିଗଲା ସେଇଟା ଜର୍ଜର ଦେହରେ। ସେ ମୁହଁ ବୁଲେଇ ନେଲା। ତା ଛାତି ଦମ୍ ଦମ୍ ହେଲା। କିନ୍ତୁ ଏସବୁ ସତ୍ତ୍ୱେ ସେ ଲକ୍ଷ୍ୟ କଲା କ'ଣ କେମିତି ବିଜୁଳି ଭଳି ଝଲକି ଆସି ପୁଣି ଉଭେଇଗଲା ସେଇଟା ସେଇ ମାଇକିନାର ଆଖି କଣରୁ ଆଉ ମୁହଁ ଉପରୁ। ହଠାତ୍ ଜର୍ଜର ଗୋଟାଏ ଖିଆଲ ହେଲା। ତା'ର ମନେ ହେଲା ଚୁଲି ଭିତରକୁ ଗୋଦର ଗୋଡ଼ଟାକୁ ଲମ୍ବେଇ ଦେଇ ବସିଥିବା ସେଇ ବୁଢ଼ୀ ଅସୁରୁଣୀର ଆଉ ବାଗେ ରୂପ ଅଛି କି କ'ଣ? ଗୋଟାଏ ରୂପରେ ସେ ଡରେଇ ଦଉଛି, ପୁଣି ଆର ରୂପଟାରେ ସେ ଭୁଲେଇ ଦଉଛି କି? ଜର୍ଜ ଡରିଗଲା। କିନ୍ତୁ ସେ ୟା ପରେ ଥରକୁ ଥର ଲକ୍ଷ୍ୟ କରିବାକୁ ଲାଗିଲା ସେଇ ବହୁରୂପୀ ବୁଢ଼ୀଟାର ରୁକ୍ଷ ମୁହଁକୁ। ବାରମ୍ବାର ସେ ଖୋଜିବାକୁ ଲାଗିଲା ସେଇ ଆରବାଗିଆ ମୁହଁଟାକୁ, ଯୋଉଟାକୁ ସେ ନଜର କରିଥିଲା କିଛି ସମୟ ପୂର୍ବରୁ। ହଠାତ୍ କାହିଁକି ସେଇ ବୁଢ଼ୀଟା ଆଉ ତାକୁ ଏତେ ଖରାପ ଲାଗିଲା ନାହିଁ। ଟିକିଏ ଚିହ୍ନା ଚିହ୍ନା ଆପଣାର ଭଳି ଜଣାଗଲା। ତା'ର ରାଗ, ହାତ ଉଠା ଲୁହା ଖଡ଼ିକା କେଞ୍ଚା ଆଉ ଗାଳିଗୁଡ଼ାକୁ ମାନି ନେବା ପାଇଁ ତା'ର ମନେ ହେଲା। ତେଣୁ ଧୈର୍ଯ୍ୟ ଧରି ସେ ସେଠି ବସି ରହିଲା। ଏବଂ ସେ ଆଶ୍ଚର୍ଯ୍ୟ ହେଲା ଯେ ବସି ରହିବାକୁ ଆଉ ତାକୁ ବାଧୁନାହିଁ। ପେଟ ଭୋକ ପେଟରେ ମରିଯାଇଥିଲା ସତେବା। ଏଥିମଧ୍ୟରେ ଖାଦ୍ୟ ପ୍ରସ୍ତୁତ ହୋଇଯାଇଥାଏ। ପ୍ରତ୍ୟେକଙ୍କ ହାତରେ ଗୋଟିଏ ଗୋଟିଏ ପତର ପୁଡ଼ିଆ ଆଉ ଛୋଟ ଛୋଟ ଗିଲାସରେ ଗିଲାସେ ଚାହା ଧରେଇ ଦେଇ ବୁଢ଼ୀ ଏତେବେଳକେ ଯାଇ ସିଧାସଳଖ ଅନେଇଲା ନୂଆ ହୋଇ ଆସିଥିବା ଟୋକାଟା ଆଡ଼କୁ। ଜର୍ଜର ମୁହଁ ପୋତି ହେଇଗଲା। ଭାରି ପୋତାମୁହାଁ ଖଣ୍ଡେ। ଦାନ୍ତ ସନ୍ଧିରୁ ଖଣ୍ଡେ କତାଳିଆ ମାଉଁସକୁ ଓଟାରି ଆଣୁ ଆଣୁ ଜଣେ ଦରବୁଢ଼ା ଗରାଖ ଜର୍ଜ ଆଡ଼କୁ ଅନେଇ ମୁରୁକି ହସା ଦଉ ଦଉ କହିଲା, ରସଗୋଲା ଖାଇବୁ କିରେ? ତା କଥାର ମର୍ମ ନ ବୁଝିପାରି ଜର୍ଜ କେବଳ ଜଳ ଜଳ କରି ତାକୁ ଚାହିଁଲା। ଲାଲ ଲାଲ ଆଖିକୁ ମିଟି ମିଟି କରି ଦାନ୍ତ ନିକୁଟି ଲୋକଟା ବଜାରୀଙ୍କ ଭଳି ହସୁଥିଲା। ତା'ର ଛାମୁଦାନ୍ତ ଦୁଇଟା ନଥିଲା କିମ୍ବା ଖୁବ୍ କଳା ପଡ଼ି ଯାଇଥିଲା। ସେଇ ଦିଇଟା ଯୋଗୁଁ ଆହୁରି ବିଭତ୍ସ ସେ ଦେଖାଯାଉଥିଲା। ଦାନ୍ତ ସନ୍ଧିରୁ ବାହାରିଥିବା ମାଉଁସ ଖଣ୍ଡକୁ ଏପାଖ ସେପାଖ କରି ଦେଖି ପୁଣି ତାକୁ ପାଟିରେ ପକେଇ ଦେଇ ଚାକୁଳେଇ ଲୋକଟା କହିଲା, ଏମିତିକା ମାଲଟାଏ ମୁଁ ଦେଖିଥିଲି ଥରେ ଦକ୍ଷିଣରେ। ତୋର ମନେ ଅଛି କି ନା ବେ କାମାୟା? କିନ୍ତୁ କାମାୟାକୁ କଥାରେ ଭାଗ ନ ଦେଇ ଲୋକଟା ଖୁବ୍ ସ୍ୱାର୍ଥପର ଭାବେ କହିବାକୁ ଲାଗିଲା, ବଡ଼ ଅଫିସର ଘରର ପିଲା ନହେଲେ ଏମିତି ଜିନିଷ ଉତୁରେ ନାହିଁ ନା କ'ଣ କହୁଛୁ ବେ କାମାୟା? ଦେଖ ତ ଏଇ ପୋତାମୁହାଁଟାକୁ। ପୁଣି ଦାନ୍ତ ଦେଖେଇ ଲୋକଟା ଅନେଇଲା ଜର୍ଜକୁ। ଜର୍ଜ ଯେତିକି ମୁହଁ ବୁଲେଇ ନେବ ବୋଲି ଚେଷ୍ଟା କଲା, ତାକୁ ସେତିକି ରାଗ ଲାଗିଲା। ସେ ସେତିକି କଟମଟ କରି ଫେରି ଚାହିଁବାକୁ ଲାଗିଲା ଲୋକଟାର ମୁହଁକୁ। ହଠାତ୍ ଜର୍ଜର ସେଇ ପରିବର୍ତ୍ତିତ ଚେହେରାଟାକୁ ଦେଖି ଲୋକଟା ଟିକିଏ ସଙ୍କୁଚିତ ହୋଇଗଲା। କିନ୍ତୁ ପରମୁହୂର୍ତ୍ତରେ ସାଙ୍ଗେ ସାଙ୍ଗେ ଓଲଟି ପଡ଼ି ସେ ପୁଣି ନେଫେଡ଼ି ଦେଲା ତା ଓଠ ଦିଇଟାକୁ। ଜର୍ଜର ବିରକ୍ତି ବା କ୍ରୋଧରେ ଆଦୌ ବିଚଳିତ ହେଲା ନାହିଁ ଲୋକଟା। ଜୀବନରେ ବହୁ ଶିକାର ଅଭିଜ୍ଞତା ନିଶ୍ଚୟ ଥିଲା ସେ ଲୋକଟିର। ସେ ସତେ କି ଭଲ କରି ବୁଝିଥିଲା, ଯେଉଁ ଶିକାର ଯେତେ ଖେଳ ଦେଖାଏ, ଡିଆଁ ମାରେ, ସିଏ ସେତେ ବଢ଼ିଆ ଶିକାର।
ଲୋକଟି ତାର ଦୋସ୍ତର ଉଦ୍ଦେଶ୍ୟରେ କହିଲା ପରି ଆରମ୍ଭ କଲା, କିନ୍ତୁ ତାର କଥାରୁ ବୁଝାଯାଉଥିଲା ସତେକି ସେ ଆଉ କାହାକୁ ସେ କଥାରେ ଭାଗ ଦେବା ପାଇଁ ଚାହୁଁ ନଥିଲା। ଲୋକଟି କହିଲା, ଦେଖ ବେ କାମାୟା, କେମିତି ଲାଲି ପଡ଼ିଯାଉଛି। ଶାଲା, ତୋର ଦକ୍ଷିଣୀ ସାମାନକୁ ବି ଏ ବଳିଯିବ। ସେ କି ସାମାନ ବେ? ସାମାନ ଯେ ଏଇ। କିବେ ଟୋକା, ତୁ ଏତେ ଦିନ ଥିଲୁ କେଉଁଠି? କାହିଁ ଦିନେ ତ ବୋଲି ତ ଆମ ରିକ୍ସାରେ ସବାର ହୋଇନାହୁଁ। କ'ଣ ଇସ୍କୁଲ ଫିସ୍କୁଲ ପାଠ ପଢ଼ୁନୁ କିବେ? ଓ ତା କହୁନୁ। ଆମେ ଏଣେ ଇସ୍କୁଲ ଖୋଜୁଛୁ କ'ଣ? ତାପରେ ଗଳା ସଫା କରି କାମାୟା ଆଡ଼କୁ ଟେରେଇ କରି ଅନେଇଲା ଲୋକଟା। ଫେର କହିଲା, କିବେ କାମାୟା, ଏଇ ନେ ତୁ ଯେଉଁ ଇସ୍କୁଲ ଟୋକାକୁ ସବାର କରୁଛୁ ତାଠଉଁ ଇଏ ସମାନ କେମିତି? କ'ଣ କିବେ ଶୁଣୁଛୁ ନା ନାହିଁ? ସେ ଆଉ କ'ଣ କହିବ ବୋଲି ଯାଉଥାଏ, କିନ୍ତୁ କହି ନ ପାରି ଚୁପ୍ ରହିଗଲା। ତା ତଣ୍ଟିରେ ଲାଗିଗଲା କିଛି ଖାଦ୍ୟ। ଖଁ ଖଁ ହୋଇ ବାରମ୍ବାର କାଶି ସେ ତଣ୍ଟି ସଫା କରିବାରେ ଲାଗିଲା, କିନ୍ତୁ କାଶ ବନ୍ଦ କରିବାକୁ ଅକ୍ଷମ ହୋଇ ସେ ବିରକ୍ତ ହୋଇ ଉଠି କହିଲା, ଓଃ କି ରାଗ! ମାରିଦେବ ଏଇ ବୁଢ଼ୀ ଡାଆଣୀଟା ଆମକୁ, ଖାସ୍ ରାଗ ଖୁଆଇ ଖୁଆଇ। ବୁଢ଼ୀର ନାଁ ପଡ଼ିବା କ୍ଷଣି ସେଣେ ଚିହିଁକି ଉଠିଲା ବୁଢ଼ୀ। ତା ଚୁଲି ମୁଣ୍ଡରେ କଟମଟ କରି ଲୋକଟାକୁ ଅନେଇ ସେ ଝୁଣି ପକାଇଲା ଭଳି ଦାନ୍ତ କାଢ଼ି କହୁଥାଏ, କ'ଣ କହିଲୁ ରେ ଅଳପେଇଷା? ଡାଆଣୀ? ହଇରେ ମୁଁ ଡାଆଣୀ? ହଉ ଆ ଆ, ତତେ ଖାଉଛି ଆ। ଅଳପେଇଷା କଥା କହି ଶିଖିଲାଣି। ବୁଢ଼ୀ ଟିକିଏ ଦମ୍ ନେଲା। ତା ମୁହଁରୁ ସର ହୋଇ ଝାଳ ବୋହି ପଡ଼ୁଥାଏ। ସେଗୁଡ଼ାକୁ ତା ନେଡ଼ି ପଛପଟେ ପୋଛି ଦେଉ ଦେଉ ସେ ପୁଣି କହିଲା, ଅଳପେଇଷେ କହୁଛନ୍ତି କ'ଣ ନା ମୁଁ ତାଙ୍କୁ ଖାଉଛି? ନା ତେମେ ସବୁ କେଳେଇ ଖାଉଛ ମୋତେ? 14 ବର୍ଷିଆ ଅଣ୍ଡାଠୁ ତମ 60 ବରଷର ବୁଢ଼ା ଯାକେ କିଏ ଖାଉଛି କାହାକୁ କହୁନୁ? ଏଁ, ଅଳପେଇଷ ତୁନି ହୋଇଗଲ କାହିଁକି? ମୁହଁରେ ବାଡ଼ ପଡ଼ିଗଲା କାହିଁକି? ବୁଢ଼ୀ ତୁନି ହେଲା। ଗୋଟାଏ ଟୋକା ଯାହାର ଖିଆ ସରିଥିଲା ଗିଲାସଟାକୁ ମୁହଁରେ ଲଗେଇ ତାକୁ ଏକବାରେ ତଳମୁହାଁ କରି କ'ଣ ନିଗାଡ଼ି ଶୋଷୁଥିଲା ସେଥିରୁ। ବୁଢ଼ୀର କଥା ଶୁଣି ତାକୁ ଏତେ ଜୋରରେ ହସ ଲାଗିଲା ଯେ କାଚ ଗିଲାସଟା କେତେବେଳେ ତା ହାତରୁ ଖସିପଡ଼ି ଚୂନା ହୋଇଗଲା। ହଠାତ୍ ସେହି ଦୁର୍ଘଟଣା ହେତୁ କିଛି ସମୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚୁପ୍ ହୋଇଗଲେ। ରାଗରେ କିଛି ନ କହିପାରି କିଛି ସମୟ ଚୁପ୍ ହୋଇ ରହିଗଲା ବୁଢ଼ୀ। ସେଇ ଗୋଦରୀ ମାଇକିନାଟା, ଗିଲାସ ଭଙ୍ଗାଳି ଟୋକାଟା ସେତେବେଳେ କ'ଣ କରିବ କିଛି ନ ବୁଝିପାରି ଚୂନା କାଚଗୁଡ଼ାକ ଏକାଠି କରି ତା ଭିତରୁ ବଡ଼ ବଡ଼ କେଇଟା ଅଂଶକୁ ବିକଳରେ ଯୋଖି ପକାଇବାକୁ ଆରମ୍ଭ କରି ଦେଇଥିଲା। ଏତିକିବେଳେ ଗର୍ଜନ କରି ଉଠିଲା ବୁଢ଼ୀ। ବୁଢ଼ୀର ସୁରଟା ଭାରି ସରୁଆ ହେଲେ ବି ମନ ଘର ଧରେଇ ଦେବା ଭଳି ଗର୍ଜନଟାଏ କରି ଉଠିଲା ସେ। ସମସ୍ତେ ତଟସ୍ଥ ହୋଇଗଲେ ବୁଢ଼ୀର ସେ ଶବ୍ଦରେ। ବୁଢ଼ୀ ରଡ଼ି କରି ଉଠିଲା, ଆଣ 6 ଅଣା। ବୁଢ଼ୀର ମୂର୍ତ୍ତି ସେତେବେଳେ 100 ଯୁବତୀଙ୍କ ଶକ୍ତିକୁ ଟପି ପଡ଼ିଥାଏ। ସେ ଦାନ୍ତ କଡ଼ମଡ଼ କରି ହାଙ୍କୁଥାଏ, ପଇସା ଥୋଉଛୁ କି ନା ରେ ଅଳପେଇଷ? ଅବି ଦେଖିବୁ? ଥୋ ଥୋ, ଅବି ପଇସା ଜଲ୍ଦି ଥୋ। ଚାହା 6 ପଇସା, ପକୁଡ଼ି 4 ପଇସା, ଆଉ ମାଉଁସ 3 ଅଣାର ସମୁଦାୟ ଗିଲାସ ପଇସାକୁ ମିଶେଇ 11 ଅଣା 2 ପଇସା। ଥୋଇଦେ 11.5 ଅଣା ପଇସା ମୋର। ଯଦି ଭଲ ଦଶା ଅଛି, ନଇଲେ ନଙ୍ଗଳା କରି ଛାଡ଼ିଦେବି ଅଳପେଇଷକୁ। ଆଉ ଯଦି ନ ଦେବୁ, ହେଇ ଅନେଇଥା ଏଇ ତତଲା ଲୁହା ଖଡ଼ିକାକୁ, ହାଁ, ଚିଆଁ ଦେଇ କରି ଛାଡ଼ିଦେବି। କାଳ କାଳକୁ ମନେ ରହିଥିବ ଅଳପେଇଷ, ଆଉ ଦିନେ ମୋ ଦୋକାନ ମାଡ଼ିବୁ ନାହିଁ। ଅଳପେଇଷ ନବାବ ହେଇଛି। 6 ପଇସାର ଚାହା ଖାଇବ ଅଳପେଇଷ, 6 ଅଣାର କଲିକତି ଗିଲାସ ମୋର ଭାଙ୍ଗିବ ଖଣ୍ଡିଆ। ଏଇଠି କେଇଟା ଗିଲାସ ତୁ ଯୋଗିନୀଖିଆ ଭାଙ୍ଗିଲୁଣି କିରେ? ହେଜ ଅଛିଟି କି? ଛାଡ଼ି ଦେଇଥିଲି ବୋଲି ଖଣ୍ଡିଆ ଅଧିକ ମାତୁଛି? ନା ଖଣ୍ଡିଆ, ତୁ ଏଇଥର ଶିଖ। ଆଣ 11 ଅଣା 2 ପଇସା, ଅବିକା ଆଣ। ବିରି ମାଡ଼ ଦେଖି କୋଳଥ ଚୋପା ହେଲା ଭଳି ବୁଢ଼ୀର ରଡ଼ିରେ ଜର୍ଜର ପିଣ୍ଡରୁ ପ୍ରାଣ ଛାଡ଼ି ଯାଉଥାଏ। ତାର ହାତ ଗୋଡ଼ କୋଲ ମାରି ଆସୁଥାଏ। ସେ ପର୍ଯ୍ୟନ୍ତ ପେଟ ଭିତରକୁ ଯାହା ଯାଇଥାଏ, ଭୟର ସେଗୁଡ଼ିକ ବାହାରି ଆସିବାକୁ ଚେଷ୍ଟା କରୁଥାଏ। ସେ କିଛି ବୁଝିପାରୁ ନଥାଏ। ଯେଉଁ ଭୟଙ୍କର ଲୋକମାନଙ୍କ ସହିତ ସେ ସେତେବେଳେ ବସିଥାଏ, ସେମାନେ ପ୍ରତ୍ୟେକେ ଗୋଟାଏ ହିଂସ୍ର ଜନ୍ତୁ ପାଲଟି ଯାଇଥାନ୍ତି। ସେତେବେଳକୁ ସମସ୍ତଙ୍କ ଉପରେ ସବୁ ହିଂସ୍ରତାର ରଜ୍ଜୁ ଏକତ୍ରିତ କରି ବସିଥାଏ ସେଇ ଗୋଦରୀ ଦର ବୁଢ଼ୀ ମାଇକିନିଆଟା। ହଠାତ୍ କୁଆଡ଼େ ପାସୋରି ଦେଲା ଜର୍ଜ ବୁଢ଼ୀର ସେଇ ମୁହଁଟା, ଯେଉଁଟାକୁ ସେ ଏପର୍ଯ୍ୟନ୍ତ ମନେ ରଖିଥିଲା ଓ ଯେଉଁଟା ତାକୁ କୌଣସି ମତେ ବାନ୍ଧି ରଖିଥିଲା ସେଇ ଭୟଙ୍କର ଜାଗାରେ। ଜର୍ଜ ବୁଢ଼ୀ ମୁହଁକୁ ଆଉ ଥରେ ଚୋରେଇ ଚାହିଁବାକୁ ଇଚ୍ଛା କରୁଥାଏ। କାଳେ
ମିଳିଯିବ ସେଇ ପୂର୍ବ ମୁହଁଟା, କିନ୍ତୁ ସେ ପାରୁନଥାଏ। ସେତିକି ବେଳକୁ କାଠ କ୍ୟାବିନର କୋଳାହଳ ଅନେକ କମିଯାଇଥାଏ। ଗଳି ଭିତରେ କ୍ରମେ ଲୋକ ଚଳାଚଳ ଆରମ୍ଭ କରିଦେଇଥାନ୍ତି। ଖଣ୍ଡେ ଅଧେ ମଟର ଗାଡ଼ି ବି ଚାଲିବାକୁ ଆରମ୍ଭ କରିଦେଇଥିଲା। ଟୋକାଟାର ସାମାନ୍ୟ ସାହସ ହେଲା, ତଥାପି ସେ ଚାହିଁପାରୁ ନଥାଏ ବୁଢ଼ୀ ମୁହଁକୁ। କେମିତି ଗୋଟାଏ କୋକୁଆ ଭୟ ତା ଦେହରେ ପଶିଯାଇଥାଏ। କ'ଣ ହବ? କେମିତି ସେ ମୁକୁଳିବ ଏଠୁ? କେତେ ପଇସାର ସେ ଖାଇଲାଣି। ପଇସା କ'ଣ ସେ ଆସିବ କୋଉଠୁ ଏଇଲେ? ପଇସା ଦେହରେ ଗୋଟାଏ ସାପ ଚାଲିବାକୁ ଆରମ୍ଭ କରିଦେଇଥାଏ ତା'ର। ଜୀବନରେ ପଇସାର ସ୍ୱରୂପ ସେ ଦେଖିନଥାଏ। ତା ଛଡ଼ା ଖାଇବା ପାଇଁ, ପେଟ ପୂରେଇବା ପାଇଁ, ଭୋକ ମାରିବା ପାଇଁ ସେଇଟାର ସେ ଯେ ଦରକାର ଥାଏ, ସେକଥା ମଧ୍ୟ ବୁଢ଼ାଟା ପୂରେଇ ନଥିଲା ଏଡ଼େ ବଡ଼ ପିଲାଟାର ମୁଣ୍ଡରେ। ଏବେ କ'ଣ ହବ? ତାକୁ ଲାଗିଲା ସତେକି ପଇସା ବୋଲି ଜିନିଷଟିକୁ ନଦେଲେ ପଇସା ବଦଳରେ ସେ ବୁଢ଼ୀଟା ତା'ଠାରୁ ସେତିକି ପରିମାଣର ମାଉଁସ ଝୁଣି ନେବ ଏଇଲେ। ଇସ୍, ତା ଦେହ ଶୀତେଇ ଉଠିଲା। ତା'ର ମନେ ପଡ଼ିଲା ବହୁ ପିଲାଦିନର ଗୋଟାଏ କଥା, ଯୋଉଟା ସେ ତା ବାବାଠାରୁ ଶୁଣିଥିଲା। କେମିତି ସେତେବେଳେ ମଣିଷମାନେ ମଣିଷ ମାଉଁସ ଖାଉଥିଲେ। କେମିତି ମଣିଷ ସେତେବେଳେ ଫଳମୂଳ ଖାଇ ଶିଖିନଥିଲା, ବାଡ଼ି ବଗିଚାର ପନିପରିବା କରି ଶିଖିନଥିଲା, ଖାଲି ମାଉଁସ ଖାଉଥିଲା। କଅଁଳିଆ ପିଲାମାନଙ୍କର ମାଉଁସ ପେଇଁ କେମିତି ମଣିଷ ଭିତରେ, ଦଳ ଦଳ ଭିତରେ ଯୁଦ୍ଧ ହେଉଥିଲା। ଯେ ଜିତୁଥିଲା, ଧରି ନେଉଥିଲା ସେ ଅନ୍ୟ ରାଜ୍ୟର ସମସ୍ତ ମଣିଷ ଛୁଆଙ୍କୁ ଗୋଟେଇ ପଟେଇ ଅଖାରେ ପୂରେଇ ଜର୍ଜର ମୁଣ୍ଡ ବୁଲେଇ ଦେଉଥାଏ। ତା'ର ରୁମ ଟାଙ୍କୁରି ଉଠୁଥାଏ। ଆଉ ସମ୍ଭାଳି ନପାରି ସେ ତା'ର ଟିକି ପାପୁଲି ଦୁଇଟା ଭିତରେ ତା ମୁହଁକୁ ଘୋଡ଼େଇ ପକେଇଲା। ଏହିପରି ଅବସ୍ଥାରେ କେତେବେଳେ ସେଠି ବସିଯାଇଥିଲା କେଜାଣି, ତା'ର ଖିଆଲ ନଥାଏ। ଏତିକିବେଳେ ଗୋଟାଏ ଅଦ୍ଭୁତ ଜିନିଷ ତା ଦିହକୁ ଛୁଇଁଲା। ସେଇ ଜିନିଷଟାର କେମିତିକିଆ ସ୍ପର୍ଶରେ ଜର୍ଜର ଚେତା ହେଲା। କିନ୍ତୁ ହଠାତ୍ ପାପୁଲି ଭିତରୁ ମୁହଁଟାକୁ କାଢ଼ି ସେଇ ଜିନିଷଟାକୁ ଦେଖିବାକୁ ତା'ର ସାହସ ହେଲା ନାହିଁ। ଜିନିଷଟା ପୁଣି ଥରେ ତା ଦିହକୁ ଛୁଇଁଲା। ଏଥର ଜର୍ଜ ପୂରାପୂରି ଚମକି ପଡ଼ିଲା ଓ ମୁହଁଟାକୁ ପାପୁଲି ଭିତରୁ କାଢ଼ି ନେଇ ସେ ଚାରିଆଡ଼କୁ ଚାହିଁଲା। କାହିଁ? କିଏ କାହିଁ? ଠିକ୍ ସେତିକିବେଳେ ତା'ର ମନେ ହେଲା ଯେମିତି ଗୋଟାଏ ସାପ ଆସ୍ତେ ଆସ୍ତେ ଲମ୍ବେଇ ହେଇ ଉଠୁଥିଲା ତା'ର ପିଠିରେ ତଳୁ ଉପର ଆଡ଼କୁ। ଜର୍ଜର ଦେହ ଥଣ୍ଡା ହେଇ ଆସୁଥିଲା। ପଛ ଆଡ଼କୁ ହାତ ନେଇ ସେ ହଠାତ୍ ଛାଟିଦେଲା ସେଇ ଥଣ୍ଡା ନରମା ଜନ୍ତୁଟାକୁ ତା ପିଠିର ବେଁଶିରା ଉପରୁ ଓ ବୁଲି ପଡ଼ି ସେ ଖୋଜିଲା କୋଉଠି ଛାଟି ହେଇ ପଡ଼ିଥିଲା ବୋଲି ସେ ଘୃଣ୍ୟ ଜୀବଟା। କିନ୍ତୁ ସେ ଯାହା ଆବିଷ୍କାର କଲା, ସେଥିରେ ତା ମୁଣ୍ଡ ଘୂରିଯିବାକୁ ଲାଗିଲା। ସେଇ ଶୀତୁଳିଆ ରୁମ ଟାଙ୍କୁରେଇ ଦଉଥିବା ଜୀବଟା ଯେ ଆଉ କିଛି ନୁହେଁ, କେବଳ ଗୋଟାଏ ହାତ, ଯାହା ଉପରର ଚମ ଏତେ ନରମ ଯେ ତାହା ଅବିକଳ ଗୋଟାଏ ସାପ ଭଳି ଦେହକୁ ଲାଗୁଥିଲା। ଏକଥା ଜର୍ଜର ମୁଣ୍ଡରେ ଆଦୌ ପଶିପାରି ନଥିଲା। କିଛି ବୁଝିପାରୁ ନଥିଲା ଜର୍ଜ ସେଥିରୁ। ଇଏ ପୁଣି କି ପ୍ରକାର ମଣିଷ? ଇଏ କ'ଣ ଚାହେଁ? ଇଏ କ'ଣ ସେଇ ମଣିଷ, ମାଉଁସଖିଆ ଯୁଗର ମଣିଷ? କ'ଣ ୟାର ଉଦ୍ଦେଶ୍ୟ? ପଇସା ପେଇଁ ଏ କ'ଣ ମାଉଁସ ଝୁଣି ନେବ ସତରେ? ସେ ଆଁ କରି ଅନେଇଥିଲା, ଆଉ ବରଡ଼ା ପତର ଭଳି ଥରୁଥିଲା। କିଛି ବୁଝିପାରୁ ନଥିଲା ବି ବୁଢ଼ୀଟା। ଇଏ ପୁଣି ଆସିଲା କେଉଁଠୁ? ସମସ୍ତଙ୍କ ଭଳି ଇଏ ବି କ'ଣ ଦଉଡ଼ି ଆଇଚି ଗରାଖ ହବାକୁ? ଏଡ଼େ ମେଞ୍ଚଡ଼ ଟୋକା ଖଣ୍ଡେ। କେତେ ଭୋକ ପୁଣି ଅଛି ୟା ପେଟରେ। ଛଅଟା ବରା ପକେଇ ଦେଇ ପୁଣି ବଇଚି ଆହୁରି ଆଶା କରି। ନା, ୟା ଭିତରେ ଆଉ କିଛି କଥା ଅଛି। ୟା ଭିତରେ କିଛି ମରମ ଅଛି। ପଛଆଡ଼େ ଆଉ କାହାର ହାତ ଅଛି। ନଇଲେ ଏ ମୋ ଓଳି ମାଡ଼ି ନଥାନ୍ତା। ବୁଢ଼ୀ ଉପରକୁ ଅନେଇଲା। ସୂର୍ଯ୍ୟ ଦେବତାଙ୍କ ରଥ ଆକାଶର ମଥାନ ଆଡ଼କୁ ଆଉ ଘଡ଼ିକେ ଉଠି ପଡ଼ିବ। ପୁଣି କାମରୁ ଫେରି ହାଁ ହେଇ ବେଢ଼ିଯିବେ ଯୋଗନା ଗୁଡ଼ାକ। ଭାତ ବସେଇ ଦେବାକୁ ହବ। ସେତିକି ବେଳକୁ ଦୋକାନ ଶୂନଶାନ୍। ଯେଉଁ ଗରାଖ ଆସିବାର ଥିଲା, ସେମାନେ ସମସ୍ତେ ଯାଇଛନ୍ତି ସକାଳୁ। ବରା ପକୁଡ଼ି ଶସ୍ତା, ମାଉଁସ ଭଜା ଆଉ ଚାହା କପେ ଖାଇ ସମସ୍ତେ ଚାଲିଗଲେଣି। ଯେଝାର ପେଟପାଟଣା ଫନ୍ଦି ଫିକର ନେଇ ସମସ୍ତେ ପଳେଇଲେଣି। ସକାଳର ସବୁ ଗୋଳମାଳ ତୁଟିଲାଣି। ରାତି 3ରୁ ଉଠି ଚୁଲି ଫୁଙ୍କି ଏତେ ଗୁଡ଼ାଏ ଲୋକଙ୍କର ହେପାଜତ କାମ ସାରିଛି ବୁଢ଼ୀର। ଯଦିଓ ହେପାଜତ ସେ କାହାରି କରେ ନାହିଁ ବିନା ପଇସାରେ, ତଥାପି ସେମାନେ ସମସ୍ତେ ଯାଆନ୍ତି ସକାଳ ହେଲେ ଓ ସମସ୍ତେ ପୁଣି ଫେରି ଆସନ୍ତି
କୁଆ କୋଇଲି ବସାକୁ ଫେରିଲା ଭଳି ମୁହଁ ସଞ୍ଜ ବେଳକୁ, କି ଖୁବ୍ ବେଶୀ ହେଲେ ରାତି ଦିଗଢ଼ି ପୂର୍ବରୁ। ପୁଣି ଆଖଡ଼ା ଜମେ, ପୁଣି ଚୁଲି ଲାଗେ, ପୁଣି ମାଉଁସ ସିଝେ ଚୁଲି ଉପରେ, ଆଉ ଚାହା କେଟିଲିରେ ପାଣି ଫୁଟେ ଗବ୍ ଗବ୍। ବୁଢ଼ୀର 2 ପଇସାର ବାଟ ଫିଟିଯାଏ। 2 ପଇସାର ବାଟ ଫିଟିଯାଏ ଅବଶ୍ୟ। ଗରାଖ ଯୋଉଠେଇଁ ଜୁଟନ୍ତି, ପଇସାର ବାଟ ସେଠି ଫିଟେ ନିଶ୍ଚୟ। କିନ୍ତୁ ଏହି ଥଲଥଲିଆ ଦରଦର ପାଚିଲା, ହୁଏତ ଟିକିଏ ମଞ୍ଜ କଞ୍ଚା ଗୋଦରୀ ବୁଢ଼ୀଟା ଠେଇଁ କ'ଣ ବା ଏମିତି ଅଛି ଯେ ପଇସାର ବାଟ ତାର ଫିଟିଯାଏ? ଆଉ ତାରି ଦୋକାନରେ ଆସି ଜୁଟନ୍ତି ଗରାଖ, ଟାହୁଲି, ଟାପରା, ଖେଳ, କଉତୁକ, ଆଉ ତାତିଲା ଲୁହାର ଚିଆଁ ସବୁ ସହନ୍ତି ସେଇ ଗରାଖ। କିନ୍ତୁ ଗରାଖ ଭାଙ୍ଗନ୍ତି ନାହିଁ ଜମା ଏଇ ଦୋକାନରୁ। କିଏ ଆସିଛି ଦକ୍ଷିଣରୁ, କିଏ ଆସିଛି ଉତ୍ତରରୁ, କିଏ ବା ଆସିଛି ପୂର୍ବ ପଶ୍ଚିମରୁ, ଆଉ କିଏ ବା କୋଉଠୁ ନ ଆସି ଜନ୍ମ ହୁଅନ୍ତି ନର୍ଦ୍ଦମାର ପୋକ ଭଳି। ଏ ସହରରୁ 10 ଦିଗର ଗରାଖ ଆସି ଜମା ହୋଇଛନ୍ତି ଏଇ ଗୋଦରୀ ବୁଢ଼ୀର କାଠ ଦୋକାନର ଓଳି ତଳେ। କ'ଣ ଟାଣେ ତାଙ୍କୁ? କ'ଣ ଏକାଠି କରେ ତାଙ୍କୁ? କି ବାସନାରେ ଆମୋଦିତ ହୋଇ ଦୌଡ଼ି ଆସନ୍ତି ଏଇ କୀଟ ପତଙ୍ଗଗୁଡ଼ାକ? କାହାର ଭୋକ ଘେନି ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ 12 ଜାତି 13 ଗଲାର ସବାଖିଆ ନିଅସିଆଁ ଅବା ଗୋଠଛଡ଼ା ବାରବୁଲା ଗୁଡ଼ାକ ଦୌଡ଼ି ଆସନ୍ତି ବାଟ ଶୁଙ୍ଘି ଶୁଙ୍ଘି ଏଇ କାଠ କ୍ୟାବିନ୍ ତଳକୁ। କି ଭୋକ ସେ? ପେଟର ଭୋକ ନା ମନର ଭୋକ? କେତେ ଲୋକର ଭୋକକୁ ବା ସମ୍ଭାଳି ପାରିବ ଏଇ ଗୋଟାଏ ଗୋଦରୀ ବୁଢ଼ୀ? ତାର ଏଇ 2 କୋଡ଼ିରୁ 2 ବା ଖୁବ୍ ଜୋରକୁ 3 ଊଣା ବୟସରେ? ତଥାପି ସମ୍ଭାଳି ନିଏ ସେ। ଏଇ ବୁଢ଼ୀଟା ସବୁ ସମ୍ଭାଳି ନିଏ ସେ। ଗୋଠେ ମେଣ୍ଢା ଜଗିଲା ଭଳି ଏକାଠେଇଁ ବସି ବସି ସେ ସମ୍ଭାଳି ନିଏ ଗୋଠଟା ଯାକର ପିଲା ଛୁଆ, ଅଣ୍ଡା ଗରା ବଚାଠୁଁ ଆରମ୍ଭ କରି ମାରଣା ଦାଢ଼ିଆ ପଥର ଶିଙ୍ଗା ବୋଦା ପର୍ଯ୍ୟନ୍ତ। କମି ତାର ଶକ୍ତି ନୁହେଁ। ରୁଣ୍ଡ ହୁଅନ୍ତି ସବୁ ପ୍ରକାର ମଣିଷ ଏଇ କାଠ କ୍ୟାବିନ୍ ଓଳି ତଳେ। ଏଇଠି ଜଳୁଥାଏ ଗୋଟାଏ ଚୁଲି ଅହରହ। ଦିନ ରାତି ଜୁକୁ ଜୁକୁ ହଉଥାଏ ନିଆଁ ତାର ପେଟରେ। କେତେବେଳେ ସେ ଦପ୍ କରି ଜଳି ଉଠେ, ଲହ ଲହ ଜିଭ ବଢ଼େଇ ଖଣ୍ଡ ଖଣ୍ଡ ହେଇ ଅଜସ୍ର ମାଂସ ସିଝି ଆସୁଛି କେଉଁ ଆଦିମ କାଳରୁ ଏଇ ଚୁଲିରେ। କେତେ ମାଂସ ପୋଡ଼ି ପାଉଁଶ ହୋଇଯାଇଛି, କେତେଟାକୁ ବି ତାତି କାଟେ ନାହିଁ ଏଇ ଚୁଲିରେ। କୋଇଲା କେଞ୍ଚି କେଞ୍ଚି ଫୁଙ୍କି ଫୁଙ୍କି ଧୂଆଁରେ ମୁହଁ ନାକ ରୁନ୍ଧି ହୋଇଯାଏ। ତଥାପି ହତଭାଗ୍ୟ ମାଂସ ଖଣ୍ଡକ ସିଝିପାରେ ନା। କିନ୍ତୁ ସିଝୁ ନ ସିଝୁ, ସିଝିବାକୁ ପଚାରେ କିଏ? ଚୁଲି ନିଆଁରୁ ଅନ୍ତତଃ ଗୋଟାଏ ମୁହୂର୍ତ୍ତର ଉତ୍ତାପ ସଂଗ୍ରହ କରି ମାଉଁସ ଖଣ୍ଡକ ଯଥାସମ୍ଭବ ସିଦ୍ଧ ନମନୀୟ କରିନେଇ ପାରିବାରେ ଇ ଯଥେଷ୍ଟ ଆନନ୍ଦ ଆଉ ଯଥେଷ୍ଟ ଆସ୍ୱାଦନ ମିଳିପାରୁଛି। ସତେକି ଏଇ ଚୁଲିଟା ହିଁ ଏକ ମାଂସାଶୀ ଜୀବନର ଚୂଡ଼ାନ୍ତ ଦର୍ଶନ। ଆଉ ମାଂସଖଣ୍ଡର ନିର୍ବାଣ ନିମିତ୍ତ ପ୍ରକୃଷ୍ଟ ସ୍ଥାନ ଏଇ ଚୁଲି। ମାଂସର ମହାଯାତ୍ରା ଯେହେତୁ ସାର୍ଥକ ହୁଏ ଏଇ ଚୁଲିରେ। କିନ୍ତୁ ପୋଡ଼ି ହେବାର ସେଇ ସଉକ ପେଇଁ ଅନଳରେ ଝାସ ଦେଇ ଜୀବନ ଓ ସୃଷ୍ଟିକୁ ସାର୍ଥକ କରିବା ପାଇଁ ଚୁଲି ତ ଚୁଲି, ଗୋଟାଏ ନିଆଁ ରଡ଼ ବି କାହିଁ ଏଇ ପୃଥିବୀର, ଏଇ ସୃଷ୍ଟିର ପ୍ରତି ଅନଳ ଲୋଲୁପ ରକ୍ତ ମାଂସ ଦେହଧାରୀ ଏଇ ଅଜସ୍ର କୀଟପତଙ୍ଗଙ୍କ ପାଇଁ। ତେଣୁ କେମ୍ପା ବୀର ସାମଲ, ଯାହାର ଡାହାଣ ହାତ ବିଶି ଆଙ୍ଗୁଠିରେ କଣନଖା ହେଇ ପାଚି ପାଚି 2 ବରଷ ବେଳକୁ ପୁଜ ଭଡ଼କେଇ ସଢ଼ିବାକୁ ଲାଗିଲା, ଆଉ 5 ବରଷ ବେଳକୁ ଛିଣ୍ଡି ପଡ଼ିବା ପରେ ଜାତି ଭାଇଏ ତାକୁ ଖୁମ୍ପି ଖୁମ୍ପି ଆଣି ସହରର କୁଷ୍ଠାଶ୍ରମର ହତା ଭିତରକୁ ଠେଲି ଦେଇ ପଳେଇ ଗଲେ। ସେଇ 5 ବରଷର ବୀର ପ୍ରାଣ 10 ଲକ୍ଷ ଲୋକ ଭିଡ଼ର ଏଇ ପ୍ରକାଣ୍ଡ ସହର ଭିତରେ ଏକୁଟିଆଟି ହେଇ ଯେତେବେଳେ ବଢ଼ି ଉଠିବ, ସେ ଯିବ କୁଆଡ଼େ? କୋଉ ଚୁଲିକୁ ସେ ଯାଆନ୍ତା? ସହର ତମାମ ବୁଲି ବୁଲି ଖାଲି ମଣିଷଙ୍କ ମୁହଁକୁ ଅନେଇ କେତେ ବା ରହନ୍ତା? ସେଇ ମଣିଷ କୋଳର ଉଷୁମ ଛାଡ଼ି ନଥିବା 5 ବରଷର ଛୁଆଟା କାହା ଦିହରେ ଘଷି ହୋଇ କାହା ଦିହରୁ ଉଷୁମ ନେଇ କାହା କୋଳରେ ଶୁଅନ୍ତା? ଏଇ ପର ଆପଣା ଭଲ କରି ବୁଝିପାରି ନଥିବା ଛୁଆଟା। କାହା ପାଖକୁ ସେ ଯାଆନ୍ତା? ଏଇ ମଣିଷ ଜଙ୍ଗଲର କୋଉ ଗଛ ମୂଳେ ସେ ଆଶ୍ରା ନିଅନ୍ତା? ପକ୍ଷୀ ଟାଣ ହେଇ ଉଡ଼ି ଶିଖିବା ଯାକେ କିଏ ତା ମୁହଁରେ ଆହାର ଦିଅନ୍ତା? କୌଣସି ମତେ ସେଇ ଛୁଆ ସେଦିନ ଜୁଟି ଯାଇଥିଲା ଏଇ କାଠ କ୍ୟାବିନ୍ର ଓଳି ତଳେ। କୌଣସି ମତେ ଏଇ ଚୁଲି ମୁଣ୍ଡରୁ ଉଷୁମ ପାଇ ଉତୁରି ଯାଇଥିଲା ସେଇ ବିରାଡ଼ି ଛୁଆ ବୀର ସାମଲ। ସେ ବଡ଼ ହେଲା, ରିକ୍ସା ଟାଣିଲା, ସକାଳୁ ସନ୍ଧ୍ୟା ଯାକେ ପିଠିରେ ଲାଉ କଲା ଭଳି ରିକ୍ସାରେ ବସେଇ ତା ଜୀବନରେ ସେ କ'ଣ ଏଇ ସହରର ଅଧେ ଲୋକଙ୍କୁ ଏଠୁ ସେଠିକି ଆଉ ସେଠୁ ଏଠିକି କରିନଥିଲା? କେତେ ଲୋକଙ୍କର ଦିହର ଉଷୁମ ସେ ନ ଟାଣିଛି? ଗୋଟାଏ ସୁଉକି, କି ଗୋଟାଏ ଅଧୁଲି, କି ବେଳେବେଳେ ଗୋଟାଏ ରୂପା ଟଙ୍କାର ଉଷୁମ ଚକଚକ
ଟକିଆ ଦିହ ବାଟ ଦେଇ କେତେ କୋଟ୍ ପ୍ୟାଣ୍ଟ ପଞ୍ଜାବୀର ଉଷୁମ ପକେଟରୁ କେତେ ରଙ୍ଗର ଉଷୁମ ବ୍ଲାଉଜ ଛାତିରୁ ବାହାରୁଥିବା ତାତିକୁ ସେ ଅନୁଭବ କରି ନେଇଛି ସକାଳେ ସନ୍ଧ୍ୟାରେ ରାତିରେ ଏଇ ଗୋଟାଏ ଦିଟା ନିର୍ଜୀବ ଧାତୁ ପଦାର୍ଥ ମଧ୍ୟ ଦେଇ। କିନ୍ତୁ କାହିଁ ଏଇ କାଠ କ୍ୟାବିନ୍ର ବୁଢ଼ୀଟା ଛଡ଼ା କିଏ ତା'ର ହାତଟିକୁ ହେଲେ ଛୁଇଁ ଦେଇ ଗୋଟାଏ ମୁହୂର୍ତ୍ତ ପାଇଁ ଜ୍ଞାତ ଅବା ଅଜ୍ଞାତ ସାରରେ ଦେଇଛି ହସି ହସି ଟିକିଏ ଉତ୍ତାପ ନିଅ। ଏତକ ଉତ୍ତାପ ତମର, ତମ ପାଇଁ ଏତକ ଉତ୍ତାପ ଦେଲା କେମ୍ପା ବୀର ସାମଲ। ପଦଟିଏ କଥା କାହା ମୁହଁରୁ ବା ନିଗିଡ଼ି ପଡ଼ିଛି? ତେବେ ବୀର ସାମଲ କାହିଁକି ବା ଛାଡ଼ି ଚାଲିଯିବ ଆଉ କୁଆଡ଼େ? ଏଇ କାଠ କ୍ୟାବିନ୍ ଆଉ ଏଇ ଗଦରି ବୁଢ଼ୀ ହଉ ପଛେ କ'ଣ ଅପୂରଣ ରହିଯାଉଛି ତା'ର? କ'ଣ ଅଧିକାଟା ବା ସେ ପାଇଛି ଆଉ କେଉଁଠି? କାହିଁକି ସେ ପଡ଼ି ନ ରହିବ ଏଇ କାଠ କ୍ୟାବିନ୍ର ଓଳି ତଳେ? 5 ବର୍ଷ ଦିନଠୁ ଆଜିଯାକେ ସେ ଦେଖି ଆସୁଛି ଏଇ ବୁଢ଼ୀକୁ। କ'ଣ ସେ ଦେଖିଥିଲା ଆଉ ଆଜି କ'ଣ ସେ ଦେଖୁଛି, ସେ ଭିତରେ କିଛି ପାର୍ଥକ୍ୟ ଦେଖିପାରୁନାହିଁ ବୀର ସାମଲ। କିନ୍ତୁ ସେ ଦେଖୁଛି ଏଇ ଲୋକଟାକୁ, ଯିଏ ତା'ଠୁ ରୂପ, ଗୁଣ, ବଳ, ବୟସ ସବୁଥିରେ ଭିନ୍ନ। କିନ୍ତୁ ଆଜି ଏତେ ଭିନ୍ନ ମଣିଷଟି ତାକୁ ସଦାବେଳେ ଭଲ ଲାଗି ଆସୁଛି। ବରା ଗୁଲୁଗୁଲା ଚୋବେଇ ୟାରି କୋଳରେ ଉଷୁମ ଟାଣି ଦିନେ ତା'ର ପେଟ ପୂରିଥିଲା, ଆଜି ବି ପେଟ ସେମିତି ପୂରିଛି ତା'ର। ସେମିତି ଖାଉଛି ସେ ବରା ଗୁଲୁଗୁଲା, ମାଉଁସ ଆଉ ଚାହା। କେବଳ ସେଇ କୋଳରେ ସେ ବସୁନାହିଁ ଆଜି। କିନ୍ତୁ ସେ ଆଜି ବୁଝୁଛି ଏଇ କୋଳଟାର ଅର୍ଥ ବାସ୍ତବିକ କ'ଣ, ଯାହାକୁ କାମରେ ପ୍ରକାଶ ନ କରି ଖାଲି କଥାରେ କହିଦେଇ ସେ ଏବେ ପାଇଯାଉଛି ମଧ୍ୟ ଗୋଟାଏ ପ୍ରକାର ଅଦ୍ଭୁତ ଉଷୁମ। ସେଇ ଗୋଟାଏ ମଣିଷ, ଗୋଟାଏ କୋଳ ତା'ର କେତେ ପ୍ରକାର ଅନୁଭୂତି ଆଉ ଉଷ୍ମତାର ଉତ୍ସ ରୂପେ ପ୍ରମାଣିତ ନ ହୋଇଛି ସେଇ କୋଳ ଆଜି। ଖାଲି ବୀର ସାମଲ ନୁହେଁ, ଯିଏକି ଏଇ କୋଳର ଭିନ୍ନ ରସକୁ କଳ୍ପନାରେ ହେଲେ ମଧ୍ୟ ଆସ୍ୱାଦନ କରିପାରିଛି, ଯିଏକି ଏଇ କୋଳର ବିଭିନ୍ନ ମାହାତ୍ମ୍ୟ ଦର୍ଶନ କରି ଚମତ୍କୃତ ହୋଇଛି ଓ ଜୀବନକୁ ଜୀବନ ବୋଲି ମନେ କରିଛି। ଏଇ କୋଳକୁ ଘେରି ରହିଛନ୍ତି ଦକ୍ଷିଣୀ ରିକ୍ସାବାଲା କାମୟା, ଝଟକାବାଲା ରାମ ସିଂ, ପାଗଳା ଚରଣ ରାଓ ଆଉ ନଜିର ମିଆଁ ବୁଢ଼ା। ତା ଛଡ଼ା ଆହୁରି ଯେତେକଙ୍କ ପାଇଁ ଏଇ ଚୁଲିରେ ଚାହା, କେଟଲିରେ ପାଣି ଟଗବଗ ହେଇ ଫୁଟେ, ଚଡ଼ ହୋଇ ଛଣା ହୁଏ ପକୁଡ଼ି, ଆଉ ମାଉଁସ ମଧ୍ୟ ସିଝେ। ଆଉ ଏଇଠି ଆସି ଜୁଟିଯାଇଛି ଶେଷରେ ସେହିପରି ଗୋଟାଏ ଭୋକିଲା ହିନିମାନିଆ ଅରକ୍ଷିତ ପିଲା। ସମସ୍ତେ ବଢ଼ୁଛନ୍ତି, ସେ ବି ବଢ଼ୁଛି ବୀର ସାମଲ, ବଢ଼ୁଛି କାମୟା, ବଢ଼ୁଛନ୍ତି ସମସ୍ତେ। ଆଉ ସବୁଠାରୁ ମଜା କଥା ହେଉଛି ଏସବୁ ଭିତରେ ବଢ଼ୁଥିବ ଆଉ ବଢ଼ୁଛି ବି ଏସବୁର କର୍ତ୍ରୀ ନିଜେ ବୁଢ଼ୀ, ଯାହା ଯୋଗୁଁ ଏଇ ସଂସାର। କିନ୍ତୁ କେହି ଜାଣେନା, କେହି କହିପାରିବ ନାହିଁ, ନା ବୀର, ନା କାମୟା, ନା ରାମ ସିଂ, ନା ପାଗଳା ଚରଣ ରାଓ ବା ରିଙ୍ଗ ଲିଡର ଖୋଦ୍ ନଜିର ମିଆଁ ବୁଢ଼ା ଶେଷରେ 14 ବର୍ଷର ଟୋକା ଜର୍ଜ ବି ବୁଝେନା ହୁଏତ ଏଇ ଅଦ୍ଭୁତ ମଣିଷଟା ପ୍ରକୃତରେ ବଢ଼ୁଛି କି ଛିଡ଼ୁଛି, କିମ୍ବା ବଢ଼ିବା ଛିଡ଼ିବା ହେଇ କିଛି ଜିନିଷ ୟାର ପାଖେ ପଶୁନାହିଁ। ସେ ଯେଡ଼ିକି ସେଡ଼ିକି ହେଇ ରହିଯାଉଛି ସମସ୍ତଙ୍କ ଆଖିରେ।